ମୁଁ ତ ଶୁଣିଲି ଆଜି ଗୋଟେ ଖବର କାଗଜରେ ବାହାରିଛି ଯେ 9 ତାଲା ଏବଂ ସେଚ ସଦନ କୁଆଡେ ବିପଦ ସଂକୁଳ କୋଠା ବୋଲି ଘୋଷଣା କରାଯାଇଛି। ତାହେଲେ ଅଫିସଟି କେମିତି ଚାଲୁଛି? ଯଦି ବିପଦ ସଂକୁଳ କୋଠା ବୋଲି ଘୋଷଣା କରା ଯୋଉଠି ଘୋଷଣା କରି ଦିଆଯାଏ ସେଠିକି ଲୋକ ଯିବା କଥା ନୁହଁ, ଅଫିସ ହେବା କଥା ନୁହଁ। ମୋହନ ମାଝୀ ସରକାର ସେଠି ଯାଇକିରି ଲୋକ ତ ଯାଉଛନ୍ତି, ହଜାର ହଜାର ଲୋକ ପ୍ରତିଦିନ ଯାଉନାହାନ୍ତି 9 ତାଲାକୁ, କର୍ମଚାରୀ ଯାଉଛନ୍ତି, লিফট ଚାଲୁଛି, ତାହେଲେ ବିପଦ ସଂକୁଳ କୋଠା କେମିତି ହେଲା କି? ତାକୁ ଭାଙ୍ଗିବେ କ'ଣ ପାଇଁ? ମରାମତି ହେଇଛି ଗତ ବର୍ଷ, ବହୁତ ଗୁଡେ ପଇସା ଖର୍ଚ୍ଚ ନାଇଁ, ହେଇ ନାଇଁ, କବୋର୍ଡ କରାଗଲା। ବର୍ତ୍ତମାନ ସିଧାସଳଖ ଆବଶ୍ୟକତା କ'ଣ ଅଛି? ଦୁଇଟି କଥା, ଯେତେବେଳେ ଆବଶ୍ୟକତା ଯଦି ଅଛି ଆପଣ କରନ୍ତୁ। ଆଚ୍ଛା, ଯଦି ବି କରୁଛନ୍ତି, ପ୍ରଥମ ଥର ପାଇଁ ଆପଣ ଦେଖିଲେ ଭାରତର ଇତିହାସରେ ବୋଧେ ଏମିତି କେବେ ହେଇନଥିବ ଯେ ଗୋଟେ ପ୍ରକଳ୍ପ ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ପାଇନାହିଁ, ଶିଳାନ୍ୟାସ ହେଇଗଲା। ଆରେ କୋଉ ଭାବରେ ତାକୁ ଶିଳାନ୍ୟାସ କଲ? ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ହେଇନି, କ୍ୟାବିନେଟ୍ରେ ଗୃହୀତ ହେଇନାହିଁ, ବଜେଟ୍ ଆଲୋକେସନ ହେଇନାହିଁ, କେବଳ ଗୋଟେ ଫଟୋ ଦେଖାଇଦେଲ, ନ୍ୟୁଜ୍ ବାହାର କରିଦେଲ, ଶିଳାନ୍ୟାସ କରିଦେଲ। କ'ଣ ମାନେ କ'ଣ ମନ ଇଚ୍ଛା ଚାଲିଛି ସରକାରର? କ'ଣ ଏଇଟା ଗୋଟେ ମଉଜ?